ଆଜି ଦ୍ୱିପହର ଖାଇବାରେ କ'ଣ ବନେଇବି ବୋଲି ଭାବୁ ଭାବୁ ସ୍ୱାମୀ ଆଣି ଛତୁ ମୋ ହାତରେ ଧରେଇଦେଲେ। ତାପରେ ଆଉ କ'ଣ, ମୁଁ ଆଉ ଡେରି ନ କରି ସଙ୍ଗେ ସଙ୍ଗେ ଛତୁକୁ ବାଛି ହଳଦୀ ପାଣିରେ ଧୋଇଦେଲି। ଏପଟେ ଗୋଟେ ନଙ୍ଗା ମସଲାଟେ ପ୍ରସ୍ତୁତ କଲି, ଯେଉଁଥିରେ କି ଥିଲା ସୋରିଷ, ଜିରା, ଶୁଖିଲା ଲଙ୍କା ଆଉ ରସୁଣ। ତାପରେ ଗୋଟିଏ ପାତ୍ରରେ ଛତୁ ନେଇ ତା ସହିତ ଦେଲି କିଛି କଟା ଆଳୁ, କିଛି କଟା ପିଆଜ, କିଛି କଟା ଟମାଟୋ, କିଛି ଗୋଟା ରସୁଣ, କଞ୍ଚା ଲଙ୍କା, ଖଣ୍ଡେ ଆମ୍ବୁଲ, କିଛି କଟା ଧନିଆ ପତ୍ର ଆଉ ବାଟି ରଖିଥିବା ମସଲା। ତାପରେ ସେଥିରେ ପକେଇଦେଲି କିଛି ସୋରିଷ ତେଲ, କିଛି ହଳଦୀ ଗୁଣ୍ଡ ଆଉ କଲର୍ ପାଇଁ ରେଡ୍ ଚିଲି ପାଉଡର, ଆଉ ଶେଷରେ ସ୍ୱାଦ ଅନୁଯାୟୀ ଲୁଣ ଦେଇ ଭଲ ଭାବରେ ଗୋଳାଇ ଦେଲି। ଯେହେତୁ ଏଥିରେ ତେଲ ପଡ଼ିଛି, ପ୍ୟାନ୍ ଗରମ ହେଲା ପରେ ଆଉ ତେଲ ନ ପକାଇ ଗୋଳେଇ ରଖିଥିବା ଛତୁକୁ ଦେଇ କିଛି ପାଣି ଦେଇ କଭର କରି ସିଝିବା ପାଇଁ ଛାଡ଼ିଦେଲି। ତାପରେ କିଛି ସମୟ ପରେ ରେଡି ହେଇଗଲା ମୋର ଛତୁ ବାଟି ବସା। ଗରମ ଗରମ ଛତୁ ବାଟି ବସାକୁ ସ୍ୱାମୀକି ପରସି ଦେଲି, କାହିଁକି ନା ଟିକେ ସ୍ୱାମୀ ଖାଇକି ତାଙ୍କର ରିଭ୍ୟୁ ଦେବେ ଆଉ ମତେ ଟିକେ ପ୍ରଶଂସାରେ ପୋତି ଦେବେ ଆଉ। ହେଲେ ସ୍ୱାମୀ ଖାଇକି କ'ଣ କହିଲେ ଟିକେ ଶୁଣନ୍ତୁ। ତାକୁ ଖାଇଲା ପରେ ମୁଁ ଗୋଟେ କଥା ଭାବୁଛି। କ'ଣ ଭାବୁଛ? ଭାବୁଛି କି ଏଟା ଛତୁ ବାଟି ବସା କିଏ ଦେଲା ନାଁଟା? ଆଉ କ'ଣ ହେଇଥାନ୍ତା କି? ଛତୁ ବାଟି ଛିଡା ଦେଲାନି।